କଇଁଛ ଓ ହଂସ ଓଡ଼ିଆ ଗପ। ବହୁଦିନ ତଳର କଥା। ହରିଚନ୍ଦନପୁର ଗାଁ ଶେଷ ମୁଣ୍ଡରେ ଥିଲା ଏକ ସୁନ୍ଦର ପୁଷ୍କରିଣୀଟିଏ। ସେହି ପୁଷ୍କରିଣୀରେ କଇଁଛଟି ରହୁଥିଲା, ଆନନ୍ଦରେ ଖେଳୁଥିଲା। ସେହି ପୁଷ୍କରିଣୀକୁ ପ୍ରତ୍ୟେକ ଦିନ ଦୁଇଟି ହଂସ ପାଣିରେ ବୁଲିବାକୁ ଆସନ୍ତି। ଏମିତି ପ୍ରତ୍ୟେକ ଦିନ ଆସିବା ଫଳରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଭଲ ଥିଲା। ସେହି ହଂସ ଦୁଇଟି ପାଖରେ ଥିବା ଏକ ଗ୍ରାମରେ ରହୁଥିଲେ। ପ୍ରତ୍ୟେକ ଦିନ ସକାଳୁ ଆସନ୍ତି, ପୋଖରୀରେ ପହଁରନ୍ତି, କଇଁଛ ସାଙ୍ଗରେ ମଜା କରନ୍ତି, ବହୁତ ସାରା କଥା ହୁଅନ୍ତି। ସନ୍ଧ୍ୟା ହେଲେ ସେମାନଙ୍କ ଗାଁକୁ ସେମାନେ ଫେରିଯାଆନ୍ତି। ଏମିତି ବହୁତ ଦିନ ଧରି ଚାଲିଲା। ତିନି ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠତା ହେଇଗଲା ଏବଂ ତିନି ଜଣ ଭଲ ବନ୍ଧୁ ମଧ୍ୟ ହୋଇଗଲେ। ସେମାନଙ୍କର ବନ୍ଧୁତା ଏମିତି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବଢ଼ି ଚାଲିଲା। ଏମିତି ବହୁତ ଦିନ ଯିବା ପରେ ବର୍ଷା, ବର୍ଷା ପରେ ଶୀତ, ଶୀତ ପରେ ଖରା ଆସିଲା। ଚାରିଆଡ଼େ ଶୁଖିଲା ପଡ଼ିଗଲା। ସୂର୍ଯ୍ୟଙ୍କର ପ୍ରଖଣ୍ଡ ଉତ୍ତାପ ଯୋଗୁଁ ସବୁ ଗଛ ପତ୍ର ଡାଳ ସବୁ ଶୁଖିଗଲା ଏବଂ ପୋଖରୀ, ନାଳ, ନଈ ସବୁ ଧୀରେ ଧୀରେ ଶୁଖିବାକୁ ଲାଗିଲା। ପୁଷ୍କରିଣୀଟି ଧୀରେ ଧୀରେ ଶୁଖିବାରେ ଲାଗିଲା। ଏହା ଦେଖି କଇଁଛକୁ ଚିନ୍ତା ଲାଗିଲା। ସେ ତା ସାଙ୍ଗ ହଂସକୁ କହିଲା, ଆରେ ସଙ୍ଗାତ, ତମେ ଦେଖିଲଣି ଏ ପୋଖରୀ କେମିତି ଧୀରେ ଧୀରେ ଶୁଖିବାରେ ଲାଗିଛି। ଏମିତି ଯଦି ପୁରା ଶୁଖିଯାଏ ତାହେଲେ ମୁଁ ଜଳ ଅଭାବରୁ ମରିବାଟା ସୁନିଶ୍ଚିତ। ହଂସ ଏହା ଶୁଣି କହିଲା, ଆରେ ହଁ ତ ସଙ୍ଗାତ, ଆମେ ଜାଣିପାରିଲୁ ନାହିଁ। ଏହା ଭିତରେ ପୁଷ୍କରିଣୀର ଜଳ ବହୁତ ଶୁଖିଗଲାଣି। ସେମିତି କୁହନି ସଙ୍ଗାତ, ଆମେ ତୁମ ସାଥିରେ ଅଛୁ, ତୁମକୁ କିଛି ହେବା ପାଇଁ ଦେବୁ ନାହିଁ। କଇଁଛ ପାଖରୁ ଏହି କଥା ଶୁଣି ଦୁଇ ହଂସ ନିଜ ନିଜ ଭିତରେ କଥା ହେଲେ। ପ୍ରଥମ ହଂସ ଦ୍ୱିତୀୟ ହଂସକୁ କହିଲା, ଆରେ ସତେ ତ, କଇଁଛ ଠିକ୍ କଥା କହିଛି। ପ୍ରଥମ ହଂସର ଏହି କଥାଟି ଶୁଣି ଦ୍ୱିତୀୟ ହଂସଟି କହିଲା, ମୋ ପାଖରେ ଗୋଟିଏ ଉପାୟ ଅଛି। ଆମେ ରହୁଥିବା ଗ୍ରାମ ପାଖାପାଖି ଅନେକ ପୋଖରୀ ଅଛି। କେଉଁଥିରେ ଗୋଟିଏ ଆମ ମୈତ୍ରକୁ ନେଇ ଆମେ ଛାଡ଼ିଦେବା। ସେଠାରେ ଆମ ମୈତ୍ରେ ଭଲରେ ବସବାସ କରିବେ। ଦ୍ୱିତୀୟ ହଂସର ଏହି କଥା ସମସ୍ତଙ୍କ ମନକୁ ପାଇଲା। ଏ କଥା ଶୁଣିସାରି ପ୍ରଥମ ହଂସଟି କହିଲା, ବଢ଼ିଆ କଥା କହିଲ ତ ମୈତ୍ରେ, ଠିକ୍ ଅଛି। କାଲି ସକାଳୁ ଆମେ ବାହାରି ଯିବା ନୂଆ ପୋଖରୀ ସନ୍ଧାନରେ। ସେ ପର୍ଯ୍ୟନ୍ତ କଇଁଛକୁ ସେମାନେ କହିଲେ, ଏହି ପୁଷ୍କରିଣୀରେ ରହିବ, କେଉଁଆଡ଼େ ଯିବ ନାହିଁ। ଆମେ ଫେରି ଆସିଲା ପରେ ତୁମକୁ ସବୁ କଥା କହିବୁ। ଏହା କହି ସେ ଦୁଇ ହଂସ ଉଡ଼ିଗଲେ ପୋଖରୀ ଖୋଜିବା ସନ୍ଧାନରେ। ବହୁତ ଦୂର ଆକାଶକୁ ଉଡ଼ିଗଲେ। ଗାଁ ପରେ ଗାଁ, ଜଙ୍ଗଲ ପରେ ଜଙ୍ଗଲ ଉପର ଦେଇ ସେମାନେ ଉଡ଼ିବାକୁ ଲାଗିଲେ। ଏମିତି ବହୁ ସମୟ ଉଡ଼ିବା ପରେ ଏକ ପୋଖରୀ ପାଖରେ ପହଞ୍ଚିଲେ। ପୋଖରୀରେ ବହୁତ ପାଣି ଥିଲା। ସେହି ପାଣିକୁ ଦେଖି ପ୍ରଥମ ହଂସ କହିଲା, ଯାହା ହେଉ, ଆମକୁ ପୋଖରୀ ମିଳିଗଲା। ଦ୍ୱିତୀୟ ହଂସ କହିଲା, ଖାଲି ପୋଖରୀ ନୁହେଁ ଭାଇ, ଏହା ଆମ ସାଙ୍ଗର ଜୀବନ ବଞ୍ଚାଇଦେବ। ଏ ପୁଷ୍କରିଣୀରେ ବହୁତ ପାଣି ଅଛି। ଆମ ସାଙ୍ଗ ଏଇଠି ଖେଳି ବୁଲି ଦିନ କାଟିବ। ଆମେ ବି ତା ସାଙ୍ଗରେ ଖେଳିବା ଓ ପହଁରିବା। ଦ୍ୱିତୀୟ ହଂସ ପାଖରୁ ଏହା ଶୁଣି ପ୍ରଥମ ହଂସଟି କହିଲା, ଠିକ୍ କହିଲ ଭାଇ, କାଲି ସକାଳେ ଆମ ସଙ୍ଗାତ କଇଁଛକୁ ଆଣି ଏଇଠାରେ ଛାଡ଼ିଦେବା। ଏମିତି ରାତି ପାହି ସକାଳ ହେଲା। ସେ ଦୁଇ ହଂସ ଉଡ଼ି ଫେରିଆସିଲେ ତାଙ୍କ ବନ୍ଧୁ କଇଁଛ ପାଖକୁ।
ଆମେ ପୁଣି ଫେରି ଆସିଲୁ ମୈତ୍ରେ। ଏହା ଶୁଣି କଇଁଛ ହଂସକୁ ପଚାରିଲା, ତୁମେ ଫେରି ଆସିଲ ଯେ, ହେଲେ ମୋ ବ୍ୟବସ୍ଥା କରିଛ ତ? ଏହା ଶୁଣି ପ୍ରଥମ ହଂସ କହିଲା, ହଁ ହଁ ବନ୍ଧୁ, ଆମେ ତୁମ ପାଇଁ ଏକ ସୁନ୍ଦର ପୋଖରୀ ଖୋଜିଛୁ, ସେଇଠାକୁ ଚାଲ ଯିବା। ଏହା ଶୁଣି କଇଁଛ କହିଲା, ମୁଁ କ'ଣ ତୁମ ସହିତ ସରି? ତୁମମାନଙ୍କର ପର ଅଛି, ତୁମେ ଉଡ଼ି ଉଡ଼ି ଚାଲିଯିବ। ମୋର ତ ପର ନାହିଁ, ମୁଁ ଯିବି କେମିତି? କଇଁଛ ପାଖରୁ ଏହା ଶୁଣି ଦ୍ୱିତୀୟ ହଂସଟି କହିଲା, ଏଇ ଗୋଟିଏ କଥା, ଚାଲ ମିତ୍ର ଯିବା, ଗୋଟିଏ ବାଡ଼ି ଆଣିବା। ବାଡ଼ିର ଗୋଟିଏ ପାର୍ଶ୍ୱକୁ ମୁଁ ମୋ ଥଣ୍ଟରେ ଧରିବି, ଆର ପାର୍ଶ୍ୱକୁ ତମେ ତୁମ ଥଣ୍ଟରେ ଧରିବ, ଆଉ ମଝି ଭାଗକୁ କଇଁଛ ଭାଇ ତାଙ୍କ ଦାନ୍ତରେ କାମୁଡ଼ିକି ଧରିବେ। ହଁ, ଆଉ ଗୋଟିଏ କଥା କଇଁଛ ଭାଇ, ଯେତେ ବି ପରିସ୍ଥିତି ଆସୁନା କାହିଁକି, ତୁମେ ତୁମ ପାଟିକୁ ସବୁବେଳେ ବନ୍ଦ ରଖିବ, କେବେ ବି ଖୋଲିବ ନାହିଁ। ଏହା ଶୁଣି ପ୍ରଥମ ହଂସଟି କହିଲା, ହଁ ଠିକ୍ କଥା କହିଲ ସଙ୍ଗାତ। କଇଁଛ ଭାଇ, ତୁମେ ବାଡ଼ିକୁ ଜୋର କି ଜାବୁଡ଼ିକି ଧରିବ ଦାନ୍ତରେ, ଜମା ପାଟି ଖୋଲିବ ନାହିଁ, ପାଟି ଖୋଲିଲେ ଖସି ପଡ଼ିବ ଯେ। ଏହା କହି ଦୁଇ ହଂସ ତାଙ୍କ କଇଁଛ ବନ୍ଧୁକୁ ଧରି ଉଡ଼ିବାକୁ ଲାଗିଲେ। ଏମିତି ଭାବରେ ଗାଁ ଉପରେ ଗାଁ, ଜଙ୍ଗଲ ଉପରେ ଜଙ୍ଗଲ, ଦୁହେଁ କଇଁଛକୁ ଧରି ଉଡ଼ି ଚାଲିଲେ ସେ ଦେଖିଥିବା ପୋଖରୀ ପାଖକୁ। ଏମିତି ଉଡ଼ିକିରି ଗଲାବେଳେ ବାଟରେ ବିଭିନ୍ନ ସ୍ଥାନ ପଡ଼ୁଥାଏ, ବିଭିନ୍ନ ଗାଁ ପଡ଼ୁଥାଏ। ଲୋକମାନେ କଇଁଛକୁ ଏମିତି ଆକାଶରେ ଉଡ଼ି ଯାଉଥିବାର ଦେଖି ବିଭିନ୍ନ ପ୍ରକାର ଟାହି ଟାପରା କରୁଥିଲେ, କିନ୍ତୁ ସେସବୁ ସହିଯାଇ କଇଁଛ ଆଦୌ ପାଟି ଫିଟଉ ନଥିଲା। ଚୁପଚାପ ରହିଯାଉଥାଏ। କଇଁଛ ସବୁ ସହିଯାଉଥାଏ, କିନ୍ତୁ ପାଟି ଜମା ଖୋଲୁ ନଥାଏ। ଏମିତି ବାଟରେ ଗଲାବେଳେ କିଛି ପିଲା କଇଁଛକୁ ଦେଖି ଭାରି ଖୁସି ହେଇଗଲେ, ଆଉ କୌତୂହଳରେ କହିବାକୁ ଲାଗିଲେ, ଆରେ ଆରେ ଆରେ, ଦେଖ କଇଁଛ କେମିତି ଆକାଶରେ ଉଡ଼ି ଯାଉଛି, ଏଇ ସମସ୍ତେ ଦେଖିବା ଆସ। ହଂସ ଦୁଇଟି କଇଁଛକୁ ଧରି ଆକାଶରେ କେମିତି ଉଡ଼ି ଯାଉଛନ୍ତି। ତାଙ୍କ ମଧ୍ୟରୁ ଆଉ ଏକ ପିଲା କହିଲା, ଆରେ ବାଃ, କଇଁଛଟି ବହୁତ ବଢ଼ିଆ ହେଇଛି, ଇଏ ଯଦି ଖସି ପଡ଼ନ୍ତା ତାହେଲେ ଆମେ ୟାକୁ ନେଇ ଫିଷ୍ଟ କରି ଖାଇ ଦିଅନ୍ତେ। ସେହି ପିଲାମାନଙ୍କ ପାଖରୁ ଏହିସବୁ କଥା ଶୁଣିଲା ପରେ ତାର ଆଉ ଦେହ ସହିଲା ନାହିଁ। ସିଏ ପାଟି କରି କହିଲା, ଦୁଷ୍ଟ ପିଲା, ଏତେ ଖାଇଲା ବାଲା, ମୁଁ ମୋ ମିତ୍ର ସାଙ୍ଗରେ ଉଡ଼ି ଯାଇ ଆର ଗାଁ ପୋଖରୀରେ ରହିବି, ଆଉ ତୁମେ ମୋତେ ପାଇବ ଯେ ଖାଇବ। ଯେମିତି କଇଁଛଟି ପାଟି ଫିଟେଇ ଏତେ କଥା କହିଲା, ସଙ୍ଗେ ସଙ୍ଗେ ତଳକୁ ଖସି ପଡ଼ିଲା ଏବଂ ତଳେ ପଡ଼ିଯାଇ ତାର ମୃତ୍ୟୁ ଘଟିଲା। ସେପଟେ ହଂସ ଦୁଇଜଣ ଏସବୁ ଦେଖି ଭାରି ମନ ଦୁଃଖ କଲେ ଏବଂ ତାଙ୍କର ଗୋଟିଏ ଘନିଷ୍ଠ ବନ୍ଧୁକୁ ହରେଇଲେ। ତେଣୁକରି ସାଙ୍ଗମାନେ, ଏଇ ଗପରୁ ଆମେ ଗୋଟିଏ କଥା ଶିଖିବାକୁ ପାଇଲେ କି ଅତ୍ୟଧିକ ରାଗିବା ଠିକ୍ ନୁହେଁ।